ସନ୍ଧ୍ୟା ସମୟ ହେବ। ଶ୍ରୀରାମଙ୍କର ମୋର ବସିଥିଲୁ। ଏହି ସମୟରେ ଦେଖିଲୁ ଦୂରରୁ କେହି ଜଣେ ଆସୁଛନ୍ତି। ପାଖକୁ ଆସିବା ପରେ ମୁଁ ଜାଣିଲି ସେ ହେଉଛନ୍ତି ନୂଆକରି ଥାନାକୁ ଆସିଥିବା ଇନ୍ସପେକ୍ଟର ରୁଦ୍ରବାବୁ। ରୁଦ୍ରବାବୁ ଆସି ଆମ ପାଖରେ ବସିଲେ। ଅବଶ୍ୟ ଶ୍ରୀରାମକୁ ସେ ଚିହ୍ନିଥିଲେ ଓ ଶ୍ରୀରାମ ବି ତାଙ୍କୁ ଚିହ୍ନିଥିଲେ। ପରିଚୟ ଦେବାକୁ ପଡ଼ିଲା ନାହିଁ। ଶ୍ରୀରାମ କହିଲେ, ରୁଦ୍ରବାବୁ, ଏତେ ଦିନ ପରେ ମୁଁ ମନେ ପଡ଼ିଲି। ରୁଦ୍ରବାବୁ ଟିକେ ସାମାନ୍ୟତମ ସ୍ମିତହାସ୍ୟ ବଦନରେ କହିଲେ, ନାଇଁ ନାଇଁ ଶ୍ରୀରାମ, କଥା କ'ଣ କି କାମରେ ଟିକେ ରହିଯାଇଥିଲି। ଆଜି ବି କିଛି କାମ ପଡ଼ିଛି ଆଉ ଏଠାକୁ ଆସିଛ? ଶ୍ରୀରାମ ଏମିତି ପ୍ରଶ୍ନ କରିବା ପରେ ରୁଦ୍ରବାବୁ ପୁଣି ଟିକେ ହସିଲା ଆଉ କହିଲେ, ଆରେ ଏମିତି କୋଉ ପୋଲିସ ନାହିଁ ଶ୍ରୀରାମ ଯେ ତମ ଉପରେ ନିର୍ଭର ହେଉନାହିଁ। ହଉ, ଘଟଣାଟା କ'ଣ କୁହ? ହଁ ଶ୍ରୀରାମ, କିଛି ଦିନ ତଳେ ଆମ ଥାନାକୁ ଗୋଟେ ଅଭିଯୋଗ ଆସିଲା। 15 ବର୍ଷର ଗୋଟେ ନାବାଳିକା, ନାମ ତାର ସ୍ୱପ୍ନା। ଦିନେ ରାତିରେ ସେ ଚିତ୍ର ଆଙ୍କୁଥିଲା ବସିକି। କୁକୁରର ଆର୍ତ୍ତ ଚିତ୍କାର ଶୁଣି ସେ ବାହାରକୁ ଆସିଲା। ତାପରେ ନିଜେ ଚିତ୍କାର କରି ମୂର୍ଚ୍ଛିତ ହୋଇଗଲା। ତାପରେ ତା ମା ସେ ଚିତ୍କାରରେ ଉଠି ପଡ଼ିଲେ ଆଉ ପାଣି ଛଟାଛଟି କରିକି ଦେଖନ୍ତି। ତାର ଯେତେବେଳେ ହୋସ ଆସିଲା, ସେ ଖାଲି ସେଠି ଗୋଟେ ଭୂତ କହି ଚିତ୍କାର କଲା। ଜଣେ ମାନସିକ ଚିକିତ୍ସକଙ୍କ ପାଖରେ ତାକୁ ସେ ଛାଡ଼ିଦେଲେ। ଆଉ ତାପରେ ଥାନାରେ ଆସି ଗୋଟେ ଏଫଆଇଆର ଦେଲେ। ତାଙ୍କ କହିବା କଥା କିଏ ଜଣେ ତାଙ୍କ କୁକୁରକୁ ହତ୍ୟା କରିଛି। ଆଉ କିଛି ଗୋଟେ ବିକଟାଳ ରୂପ ହୁଏତ ତାଙ୍କ ଝିଅ ଦେଖି ଏମିତି ହେଉଛି। କିନ୍ତୁ ଆମେ ଯେତେବେଳେ ଘଟଣାସ୍ଥଳୀକୁ ଗଲୁ, ନା ସେଠି କିଛି ଫିଙ୍ଗର ପ୍ରିଣ୍ଟ ପାଇଲୁ, ନା ସେଠି ପାଦ ଚିହ୍ନ କାହାର ଦେଖିଲୁ। କିନ୍ତୁ କେମିତି ଏତେ କ୍ଲିନ୍ ଭାବେ ଜଣେ ମର୍ଡର ବି କରିପାରେ, ଆମ ମୁଣ୍ଡ ବି କିଛି କାମ କରୁନି। ଆରେ ସେଇ ତ ହଉଛି ଏ ଘଟଣାର ସିକ୍ରେଟ ରୁଦ୍ରବାବୁ। ଦ୍ୟାଟ୍ ଇଜ ସିକ୍ରେଟ। ଠିକ ଅଛି, ଯଦି ତମର କିଛି ଆପତ୍ତି ନଥାଏ ଏ କେସ୍କୁ ମୁଁ ହାତକୁ ନେଲି। ଆଉ କିଛି ଦିନ ଭିତରେ ମେ ବି କାଲି ସନ୍ଧ୍ୟା 6ଟା ସୁଦ୍ଧା ଅପରାଧୀ ହାଜତ ଭିତରେ ଥିବ। ମୁଁ ମନେ ମନେ ତାରିଫ କରୁଥିଲି। ଇନଭେଷ୍ଟିଗେସନ ଆରମ୍ଭ ହେଇନି, ଶ୍ରୀରାମ କିନ୍ତୁ ଡେଟ୍ ଦେଇ ସାରିଲେଣି। ହଁ, ସିଏ ସେମିତି, ସିଏ ଯେତେବେଳେ ଡେଟ୍ ଦେଇ ସାରିଲେଣି ମାନେ କାମ ଫତେ। ତାପରେ ରୁଦ୍ରବାବୁ ସେଠାରୁ ଚାଲି ଯାଇଥିଲେ। ଶ୍ରୀରାମ, ବଳରାମ, ହଁ ଶ୍ରୀରାମ କୁହ। ଅତି ବେଶୀରେ ଏବେ 7:45 ହେଇଛି। ତାଙ୍କ ଆଡ୍ରେସ ତ ଆମକୁ ରୁଦ୍ରବାବୁ ଦେଇଗଲେ। ଚାଲ ଟିକେ ତାଙ୍କ ଘର ଆଡ଼େ ବୁଲି ଆସିବା। ଆଚ୍ଛା, ମୁଁ କହିଲି। ତାପରେ ଆମେ ଯାଇ ପହଞ୍ଚିଗଲୁ। ଘରେ ଅବଶ୍ୟ ଟିକେ ବାତାବରଣ ଏତେ ଭଲ ନଥିଲା। ଅବଶ୍ୟ ପଦ୍ମାବତୀଙ୍କୁ ଆମ ପରିଚୟ ଦେବାକୁ ପଡ଼ିନଥିଲା। ରୁଦ୍ରବାବୁ ସବୁ କଥା କହିଦେଇଥିଲେ। ଶ୍ରୀରାମ, ଏଇଟା କ'ଣ ଆପଣଙ୍କର ନିଜ ଘର ନା ଭଡ଼ା ନେଇ ରହୁଛନ୍ତି? ସାର୍, ଏଇଟା ମୋ ନିଜ ବାପ ଘର। ଯେଉଁଦିନ ଘଟଣା ଘଟିଲା ସେଦିନ ଆପଣଙ୍କ ଛଡ଼ା ଆଉ କିଏ ସେ ଚିତ୍କାର ଶୁଣି ଉଠିକି ଆସିଥିଲେ କି? ନା ସାର୍, ରାତି ପ୍ରାୟ 1 ହେବ, କେହି ବି ଆସିନଥିଲେ। ଆପଣଙ୍କର ହଜବେଣ୍ଡ? ସାର୍, ସେ ଦୁବାଇରେ ରୁହନ୍ତି। ଆଚ୍ଛା, ସେପଟେ କିଏ କିଏ ରହୁଛନ୍ତି ସେ ଘରେ? ଅନ୍ଧାର ହେତୁ ଟିକେ ଦେଖାଯାଉନି। ସେ ମୋ ବାପା ମା ଆଉ ମୋ ଦାଦା ଆଉ ତାଙ୍କର ଗୋଟେ ଝିଅ। ଆଚ୍ଛା, ସେମାନେ କ'ଣ ସେଦିନ ନଥିଲେ? ଥିଲେ ଯେ ସାର୍, ତାଙ୍କ ସହିତ ତ ମୋର ପଡ଼େନି, ତେଣୁକରି ସେ ଆସିବେ କାହିଁକି? ଦେଖୁନାହାନ୍ତି ସାର୍, ମୋ ଘରର ବିଦ୍ୟୁତ କନେକ୍ସନ କେମିତି କାଟି ଦେଇଛନ୍ତି। ଶ୍ରୀରାମ ଚାରିଆଡ଼କୁ ଚାହିଁଲେ ଆଉ ସିଧାସଳଖ ପଚାରିଲେ, ଗୋଟେ କଥା କୁହ, ଯେତେବେଳେ ତୁମେ ଏଠି କୁକୁର ରଖିଲ, କେ ୟାକୁ ନେଇ କିଛି ଇସ୍ୟୁ କରିଥିଲା କି? ନା ସାର୍, ସେମିତି କିଛି ଇସ୍ୟୁ ହେଇନଥିଲା। ଆଉ କିନ୍ତୁ ମୁଁ ଯେତିକି ଶୁଣିଛି, ମୋ ଝିଅଠୁ କୁଆଡ଼େ ମୋ ଗଲା ପରେ ମୋ ଦାଦା ଆଉ ମା ୟାର ସିଆଡ଼ୁ କଥାବାର୍ତ୍ତା ହୁଅନ୍ତି ଯେ କୁକୁରଟା ରଖିବାରୁ ଏଠି ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ ବୋଲି କୁହନ୍ତି। ଆଚ୍ଛା, ଆପଣ କ'ଣ ଚାକିରି କରିଛନ୍ତି? ହଁ ସାର୍, ଆଇ ଏମ୍ ଏ ଟିଚର। ଆଚ୍ଛା, ହଉ। ଶ୍ରୀରାମ ଚାରିଆଡ଼େ ଚାଲିଲେ। ସିଧାସଳଖ ଯାଇ ସେପଟ ଘରେ ପହଞ୍ଚିଲେ। ମାନେ ଯେଉଁ ପଟ ଘରଟା ଅନ୍ଧାର ଦେଖାଯାଉଥିଲା, ଗୋଟେ ଟର୍ଚ୍ଚ ଲାଇଟ୍ ସାହାଯ୍ୟରେ ସେପଟ ଘରକୁ ସେ ଗଲେ। ସେପଟେ ରହୁଥିବା ପଦ୍ମାବତୀଙ୍କର ବାପା ମା ଓ ଦାଦାଙ୍କୁ କିଛି ପ୍ରଶ୍ନ କଲେ। ସମସ୍ତଙ୍କର ସମାନ ଉତ୍ତର ଥିଲା, ତା ସହିତ ଆମର ପଡ଼େନି, ତା ସହିତ ଆମର କିଛି ସମ୍ପର୍କ ନାହିଁ। କିଛି ଆଖପାଖର ଲୋକଙ୍କୁ ଶ୍ରୀରାମ ପଚାରିଲେ। ତାପରେ ଶ୍ରୀରାମ ଗୋଟିଏ କମ୍ ବୟସର ଝିଅ, ବୟସ ହେଇ 14 ବର୍ଷ ଖଣ୍ଡେ ହେବ ବୋଧହୁଏ, ତାକୁ ପାଖକୁ ଡାକିଲେ।
ତା ଆଖିକି ଦେଖି ଶ୍ରୀରାମ ଜାଣିଦେଲେ ଯେ ସେ କିଛି କହିବାକୁ ଚାହୁଁଛି। ତାପରେ ଶ୍ରୀରାମ ପଚାରିଲେ ତାକୁ, ତମେ ଗୋଟେ କିଛି କହିବାକୁ ଚାହୁଁଛ? ହଁ ସାର୍, ମୁଁ କିଛି କହିବାକୁ ଚାହୁଁଛି। ଅରେ ଏତେ ଧୀରେ କାହିଁ କହୁଛ, ଇଆଡ଼େ ଆସ। ସେ ଝିଅଟି ପଛେଇ ପଛେଇ ଆସିଲା ଶ୍ରୀରାମଙ୍କ ପାଖକୁ। ଶ୍ରୀରାମ, ତମ ନାଁ କ'ଣ? ମୋ ନାଁ ମାଳତୀ। କ୍ଲାସ୍ 7ରେ ମୁଁ ପାଠ ପଢ଼ୁଛି। ଆଚ୍ଛା, ସ୍ୱପ୍ନାର ମୋର ଗୋଟିଏ କ୍ଲାସ୍ରେ ପାଠ ପଢ଼ୁ। ଆଚ୍ଛା ସାର୍, ସେ ଯେଉଁ ପଦ୍ମାବତୀ ଆଣ୍ଟି ମ, ତାଙ୍କ ଦାଦାଙ୍କର ତାଙ୍କ ମାଆଙ୍କର ଭାରି ଖରାପ ସମ୍ପର୍କ ସାର୍। ତାଙ୍କ ଦାଦା ବାଦା ନିଜ ସ୍ତ୍ରୀକି ବାଡ଼େଇ ପାଗଳ କରି ଛାଡ଼ି ଦେଇଛି ବୋଲି ଆମେ ଆମ ଏଠା ଗାଁ ଲୋକଙ୍କଠୁ ଜାଣିଛୁ। ଆଉ ସାର୍ ସେତିକି ନୁହେଁ, ସିଏ କାଳେ ମାନେ ପଦ୍ମାବତୀ ଆଣ୍ଟି ଏଠି ରହିଲେ କାଳେ ତାର ସେ କୀର୍ତ୍ତି ଧରା ପଡ଼ିଯିବ। ସେ ଏମିତି ହଇରାଣ ହରକତ ତାଙ୍କୁ କରୁଛି କିନ୍ତୁ ସିଏ ଏଠୁ ପଳାନ୍ତୁ। ଆଉ ଶ୍ରୀରାମଙ୍କର କିଛି ଦରକାର ନଥିଲା। ତାପରେ ସେ ସିଧାସଳଖ କିଛି ଗୋଟେ ଭାବିଲେ ଟିକେ ଠିଆ ହେଇକି, ଯାହା ସେ ଘରେ ମୁଁ ଦେଖି ଆସିଥିଲି ତାହେଲେ ସେଇଟା ମୋ ସତ। ତାପରେ ଶ୍ରୀରାମ ସିଧାସଳଖ ଗଲେ, ରୁଦ୍ରବାବୁ ଯାଆନ୍ତୁ, ପଦ୍ମାବତୀଙ୍କର ଦାଦାକୁ ଆରେଷ୍ଟ କରିବେ। କେମିତି କ'ଣ? ହଁ, ସେ ହିଁ ହତ୍ୟାକାରୀ। କାରଣ ନିଜ ମିସେସ୍କୁ ଯେହେତୁ ସେ ବିନା ଛାଡ଼ପତ୍ରରେ ଟର୍ଚର କରି ଛାଡ଼ିଛି, ଏହା ଅନ୍ୟମାନେ ଜାଣିଥିଲେ ବି କେହି ପ୍ରତିବାଦ କରିବେନି। କିନ୍ତୁ ପଦ୍ମାବତୀ ଯେହେତୁ ଛୋଟବେଳୁ ସେସବୁ ଆଖିରେ ଦେଖିଛନ୍ତି, ସେ କାଳେ ପ୍ରତିବାଦ କରିବେ ଆଉ ତା କୀର୍ତ୍ତି ଧରା ପଡ଼ିଯିବ। ତେଣୁକରି ସେ ଜାଣିଶୁଣି ତାଙ୍କୁ ଏମିତି ହଇରାଣ ହରକତ କରୁଛି। ବିଦ୍ୟୁତ୍ କାଟିବା ସହିତ ତାଙ୍କର କୁକୁରକୁ ବି ହତ୍ୟା କରିଛି। ପ୍ରଶ୍ନ ଆସୁଥିବ, ତାଙ୍କ ଝିଅ ଯେଉଁ ଭୂତ ଭୂତ କହି ଚିତ୍କାର କରୁଛି, ସେ ଝିଅ ଯାହା ଚିତ୍କାର କରିଛି ଠିକ୍। କାରଣ ଯେତେବେଳେ ପଦ୍ମାବତୀଙ୍କର ଦାଦାକୁ ମୁଁ ଜେରା କରିବା ପାଇଁ ତାଙ୍କ ଘରକୁ ଯାଇଥିଲି, ଦେଖିଥିଲି ଗୋଟେ ଭୂତ ପୋଷାକ ତାଙ୍କ ଘରେ ଥୁଆ ହେଇଥିଲା। ଯେତେବେଳେ ମୁଁ ପ୍ରଶ୍ନ କରିଥିଲି ଏ ଜିନିଷ କ'ଣ, ସେ କହିଥିଲେ ମୋ ଝିଅ ଦେଖିକି ଜିଦ୍ କଲା ଟିଭିରେ ତ ଆଡ଼ଭର୍ଟାଇଜମେଣ୍ଟ, ମୁଁ ତେଣୁକରି ଗୋଟେ କିଣି ଆଣିଲି ଏମିତିଆ। ଠିକ୍ ଅଛି। ଶ୍ରୀରାମଙ୍କର ସବୁ କଥା ସତ ହେଲା। ରୁଦ୍ରବାବୁ ଯେତେବେଳେ ଆରେଷ୍ଟ କଲେ ତା ଦାଦାକୁ, ସେ ସବୁ ସତ କଥା ମାନି ଦେଇଥିଲା। ଆଉ ଗୋଟେ ଘଟଣା ବି ଥିଲା, ପଦ୍ମାବତୀଙ୍କ ବାପା ଯେହେତୁ ଭଲ ପଇସା ପାଉଥିଲେ, ତା ଦାଦା ଚାହୁଁଥିଲା ତାଙ୍କୁ ହାତରେ ରଖି ସେ ପଇସା ସବୁ ହାତେଇବା ପାଇଁ। ଭଲ 2 ପଇସା ହାତେଇବାକୁ ଚାହୁଁଥିଲା, କିନ୍ତୁ କଣ୍ଟା ଥିଲେ ତାଙ୍କ ବାଟରେ ସିଏ। ତେଣୁକରି ସେ ଏଇ କାମ କରିଥିଲେ। ତାପରେ ରୁଦ୍ରବାବୁ ଆଉ ମୁଁ ପଚାରିଥିଲୁ, ଗୋଟେ କଥା କୁହ ଶ୍ରୀରାମ, ସେ ମାରିବା ପାଇଁ ହୁଏତ କିଛି ଗୁଣ୍ଡା ବେଶ ବି ହେଇପାରିଥାନ୍ତା, କିନ୍ତୁ ଅଚାନକ ଏମିତି ଭୂତ ବେଶ ହବାର କାରଣ କ'ଣ? ଆରେ ବାବୁ, ଆମ ସମାଜରେ ଲୋକମାନଙ୍କର ଧାରଣା ଅଛି ଯେ ମଲା ପରେ ଗୋଟେ ଆତ୍ମା ଘୁରି ବୁଲେ। ସମ୍ଭବତଃ ରାତିରେ ଗୋଟେ ଆତ୍ମା ଘୁରି ବୁଲିଥାଏ ଆଉ କୌଣସି ନା କୌଣସି ବେଶରେ ଆସି ସେ ଏମିତି ହତ୍ୟା କରିଥାଏ। କିନ୍ତୁ କେହି ବି ଏପର୍ଯ୍ୟନ୍ତ ଚିନ୍ତା କରିନାହାନ୍ତି ଯେ ସେ ଦୁନିଆରେ ଜିନିଷ ହିଁ କିଛି ନାହିଁ। କିନ୍ତୁ ଏମିତି, ଆରେ ବାବୁ, ଯେତେବେଳେ ଆମମାନଙ୍କୁ ଛୁଆଟି ବେଳୁ କହିଦିଆଗଲା ଖାଇଦେ ଶୀଘ୍ର ନଚେତ୍ ରାକ୍ଷସ ଆସିବ, ସେଠି ଯଦି କୁହାଯାଇଥାନ୍ତା ଯେ ଭାତ ଖାଇବା ଦ୍ୱାରା ଶ୍ୱେତସାର ମିଳିବ, କି ମାଣ୍ଡିଆ ଖାଇଲେ ଶ୍ୱେତସାର ମିଳେ, ପାଚିଲା ଅମୃତଭଣ୍ଡା ଖାଇଲେ ଭିଟାମିନ୍ ଏ ମିଳେ, ତେବେ ଗୋଟେ ପିଲା ମନରେ ଅନୁସନ୍ଧାନର ମନୋବୃତ୍ତି ରହିଥାନ୍ତା। ଯେ ଆମ ଭାରତୀୟ ମୁନି ଋଷିମାନେ ବି ଏ ଉପରେ ସବୁ ଜାଣିଥିଲେ, ଏ କଥା କହିଥିଲେ, ଗୋଟେ ପିଲା ମନରେ ଭୂତ ପ୍ରେତ କହିଲେ କିଛି ନଥାନ୍ତା। ଆମେ ତ ମୂଳରୁ ତାଙ୍କୁ ଡରାଇ ଦେଲେ। ରାତିରେ ଶୋଇଲା ବେଳେ ଅଧିକାଂଶ ଟାଇମ୍ ଆମେ ଭୂତ କାହାଣୀ କହିଲେ। କେବେ ହେଲେ ଆମେ ମହାରାଣା ପ୍ରତାପ, ବାଜି ରାଉତ, ସନ୍ଥ କବି ଭୀମ ଭୋଇ କି ଆହୁରି ଅନେକ ମହାପୁରୁଷମାନଙ୍କର କାହାଣୀ କହିନେ, ଯାହାଫଳରେ କି ତାଙ୍କ ମନରେ ଜାଗ୍ରତ ଭାବନା ଆସିବ। ହଁ, ତମେ ଠିକ୍ କଥା କହିଛ ଶ୍ରୀରାମ। ଯଦି ଗୋଟେ ମାଛକୁ ଛେଳିକି ଆମେ ତା ଶବଟାକୁ ସିଝେଇକି ତରକାରୀ କରି ଖାଇଦେଉଛେ, ତା ଆତ୍ମା ଯଦି ଆମର କିଛି କ୍ଷତି କରିପାରୁନି, ତାହେଲେ ଗୋଟେ ମଣିଷର ଶବକୁ ତ ଆମେ ପୋଡ଼ି ଦେଇ ଆସୁଛେ, ତା ଆତ୍ମା କିପରି କ୍ଷତି କରିପାରିବ? ଶାସ୍ତ୍ର ତ କହିଛି ସକଳ ଘଟେ ନାରାୟଣ। ହଁ, ତମ ପରି ସମସ୍ତେ ଯଦି ଏମିତି ବୁଝିବେ, ତାହେଲେ ସମାଜରେ ଭୂତ ପ୍ରେତ ବୋଲି ଭୟଟା ଆପେ ଆପେ ଉଠିଯିବ। ସିଏ ଚାହିଁଥିଲେ ଗୁଣ୍ଡା ଗୁଣ୍ଡା ବୋଲି ବି ଚିତ୍କାର କରିପାରିଥାନ୍ତା, କିନ୍ତୁ ତା ମନରେ ଯେହେତୁ ସବାର ହେଇଯାଇଛି ଯେ ଏଇଭଳିଆ ପୋଷାକ ପିନ୍ଧିଥିବା ଲୋକ ଭୂତ ବା ଭୂତଟା ଏଇ ଟାଇପ୍ର, ତାକୁ କହିଦିଆଯାଇଛି ଛୁଆଟି ବେଳୁ, ତା ମାଇଣ୍ଡରେ ସେୟା ହିଁ ଷ୍ଟ୍ରାଇକ୍ କରିଛି। ଏଇ ଥିଲା ଡିଟେକ୍ଟିଭ ଶ୍ରୀରାମଙ୍କର ଆଉ ଗୋଟେ ଷ୍ଟୋରି। ଏମିତି ଭଲ ଭଲ ଷ୍ଟୋରି ଶୁଣିବା ପାଇଁ କାହ୍ନା ପ୍ରଡକ୍ସନ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଖୁଥାନ୍ତୁ। ଉପସ୍ଥାପକରେ ମୁଁ ଥିଲି ମୃତ୍ୟୁଞ୍ଜୟ ଶତପଥୀ।